ডাকে পতর সৌরাস সরগতরাস সুনা ফুল রমণী হীরা সৌর বয়সে কাকুরি কষে মন পঙ্কজে মন পরশে আলো জমি কুল রঙ্গতর কুরঙ্গি নয়নী ভাই করেছিল তোর তেরে চাচানি জানিছি সুরতিরে মাতিছি তোতে পারে না লো তোতে পারে না ক্ষণে মুরুছিল মুন্ডাকুছি কিয়ে সে ডাকুছ এতে রাত্রে প্রাণকান্ত মোর নাতি ঘরে কেউ প্রকারে জীবি সহারে কি বলিবে কান্ত আসিবে মোরে ফেরি যাও যা তুমরি পুরে কে ডাকুছ আলো মুই তোর কান্ত আসিছি বেরিছ মাস যাইছিলি কন্ত করে কনক গরি পান পতুরি কুরঙ্গি নব চাতুরি কেতে ছাউলি হইল হইব চারুলো সোনা গরি ଆଉ ହେ ଗୀତ ସାର୍ ନାହିଁ ଆଜିକାଲି ସାର୍ ଆମର ଜଣେ ଦଣ୍ଡ କବି କ'ଣ ବହି ଲେଖିଛନ୍ତି କ'ଣ ନାହିଁ ସେ ତାଙ୍କ ମୁହଁରେ ନିହାତି ଜଣେଇବେ ସାର୍ ନମସ୍କାର ସାର୍ କ'ଣ ବହି ଲେଖିଲେ କ'ଣ ନାହିଁ ଟିକେ କହିବେ ଦର୍ଶକ ବନ୍ଧୁମାନଙ୍କୁ ଆପଣ ଦଣ୍ଡ ପାଇଁ ଦେଖାଯାଉଛି 18ଟା ବହି ଲେଖିଛନ୍ତି ଆଉ ଅନ୍ୟାନ୍ୟ ବହି ଲେଖିଛି 6ଟା ଆଉ ଗୀତି ନାଟ୍ୟ 14ଟା ତ ସାର୍ ଆପଣ ଦଣ୍ଡ ପାଟି ବି ଶିଖେଇଥିବେ ଦଣ୍ଡ ପାଟି ମୁଁ ଶିଖେଇଛି 12ଟା କୋଉ ପାଟି ଆମର ରଙ୍ଗ 2ଟା ପାଟି ଆଜ୍ଞା ଆଉ ସେଠୁ ଆମର ପୁରୁଣା ଗୋଡ଼ ଆଜ୍ଞା ତାପରେ ସେଟା ଏମିତି ପ୍ରାୟ ପାଟି ଶିଖେଇଛନ୍ତି ଆଉ ବିଲେଇ ନାଡ଼ି ଛେଲିପଦାରେ ଢିଙ୍କି ପାଳେ ବିଲେଇ ନାଳି ନାହିଁ ସାର୍ ବାଲିନାଳି ହେଇଥିବ ବିଲେଇ ନାଡ଼ି ଗୁଡ଼ା ଅଛି ଆଠରେ ବାଲିନାଳି ବି ଅଛି ନା ଆମ ଛେଲିପଦାରେ ତାପରେ ଏକରେ କାରଣ ବୟସ ହୋଇଗଲା ପରେ ଟିକେ ଚିନ୍ତା ଶକ୍ତିଟା କମ୍ ହୋଇଯାଏ ନା ସେଥିପାଇଁ ସାର୍ ଟିକେ ମନେ କରିପାରୁନାହାନ୍ତି କିନ୍ତୁ ବହୁତ ପାଟି ଶିଖେଇଛନ୍ତି ବହୁତ ଗୀତ ଲେଖିଛନ୍ତି ବହୁତ 10ଟା ଘର ପାଟି ଶିଖେଇଛନ୍ତି ଯାହା ହଉ ବହୁତ ଖୁସି ଲାଗିଲା ସାର୍ ସାଙ୍ଗେ ଆପଣଙ୍କ ସାର୍ ବୟସ କେତେ ହେଲାଣି ଏବେ ସୁଦ୍ଧା 86 ଯାହା ହଉ ସାର୍ ଆପଣଙ୍କ ସେଇ ସମୟରେ ନାଚ କରିଛନ୍ତି ନା ନାହିଁ ଦଣ୍ଡ ନାଚ ଖାଲି ଲେଖିଥିଲେ କରିଛି ମୁଁ ଯେତେବେଳେ ପଞ୍ଚମ ପଢ଼ୁଥିଲି ସେ ସମୟରେ ମୁଁ ଡୁଏଟ୍ ଦିଏ ଆମ ଗାଁ କ'ଣ ଡୁଏଟ୍ ଥିଲା ସେତେବେଳେ କୁଣ୍ଡର ଦନାଳ କୋଡ଼ି ମଦାଳ ଆଚ୍ଛା ସେଟା ନବ ଛଇଳ ହେ ମୋତେ ଛାଡ଼ି ଦୂର ଦେଶ ଯାଉ ଏବେ ଆଉ ମନୋରଞ୍ଜନ ଦଉନାହାନ୍ତି ମନୋରଞ୍ଜନ ବଦଳରେ ଗୋଟେ କ୍ୟାସେଟ୍ଟା ବଜେଇକିନା ନାଚି ଦେଉଛି ନା ହେରା କାମ କି ସେଟା ଠିକ୍ ନୁହେଁ ସେତେବେଳେ କିନ୍ତୁ ପ୍ରଭାକର ବେହେରା ସ୍ତ୍ରୀ ପାଠ କରେ ମୁଁ ପୁରୁଷ ପ୍ରଭାକର ବେହେରା ଆମର ଯେତେ ପର୍ଯ୍ୟନ୍ତ ଲାଷ୍ଟ ପର୍ଯ୍ୟନ୍ତ ଗିରାଙ୍ଗ ଫିରାଙ୍ଗ କିଳା ଖେଳା ଥିଲା ସେଗୁଡ଼ାକ ଭାରି ମନ ଥିଲା ମୁଁ ସେମାନଙ୍କୁ ଖେଳିଥିବେ ଦେଇଛି ସେମାନେ କରିଥିଲେ କିଛି ଧରିପାରୁନାହାନ୍ତି ଆମ ଗୀତ ଗୁଡ଼ାକ ଅଲଗା ପଦ ଟିକେ ଗାଇଦିଅ ସାର୍ ହଁ ପଦ ଗାଇଦିଅନ୍ତୁ ডাকে পতর সৌরাস সরগতরাস সুনা ফুল রমণী হীরা সৌর বয়সে কাকুরি কষে মন পঙ্কজে মন পরশে আলো জমি কুল রঙ্গতর কুরঙ্গি নয়নী ভাই করেছিল তোর তেরে চাচানি জানিছি সুরতিরে মাতিছি
তোতে পারে না লোহ তোতে পারে না তোতে পারে না ক্ষণে মরুছিল মুন্ডাকুছি কিଏ ସେ ଡାକୁଛ ଏତେ ରାତ୍ରରେ ପ୍ରାଣ କାନ୍ତ ମୋର ନାହାନ୍ତି ଘରେ କେଉଁ ପ୍ରକାରେ ଯିବି ସଭାରେ କି ବୋଲିବେ କାନ୍ତ ଆସିବେ ମୋରେ ଫେରି ଯାଅ ଦା ତୁମରି ପୁରରେ କେ ଡାକୁଛ ଆଲ ମୁଇଁ ତୋର କାନ୍ତ ଆସିଛି ବେରି 6 ମାସ ଯାଇଥିଲି କଣ୍ଟ କରି କନକ ଗୋରି ପାନ ପତୁରି କୁରଙ୍ଗୀ ନବ ଚାତୁରି କେତେ ଛାଉଲି କହିଲ କେତେ ଛାଉଲି କହିବ ଚାରୁଲୋ ସୁନା ଗୋରି ଆଉ ହେ ଗୀତ ସାର୍ ନାହିଁ ଆଜିକାଲି এই গাই পারুনাহাନ୍ତି ସାର୍ ଆଉ ଗୋଟେ କଥା ଆପଣ ଯେତେବେଳେ ବିଚାରପତି କରୁଥିଲେ ଆପଣଙ୍କ ଶିଷ୍ୟ ନିହାତି ବିଚାରପତି ଶିଷ୍ୟ ତ ଦେବେ ନିହାତି କେଉଁ ସାର୍ ମାନେ ଶିଖେଇଛନ୍ତି ଆପଣ ଆପଣ କୋଉଠୁ ବିପିନ ସାର୍ ତାପରେ ନାଁଟା କ'ଣ ମନେ ଗାଁ ନାଁ କହିଲେ ମୁଁ କହିଦେବି ଗାଁ ନାଁ କହିଲେ ମୁଁ କହିଦେବି କୁକୁଡ଼ାଙ୍ଗେ ଆଚ୍ଛା କୁକୁଡ଼ାଙ୍କର ସେମିତି ମୁଁ ଏ ବର୍ଷ କହିପାରିବିନି କିଏ ଥିଲେ ଆଉ କିଏ ଡଙ୍ଗରାରୁ ଆମର ଯେଉଁ ଏଇ ସାର୍ ତ କ'ଣ କହିଲେ ଟିଚର ଅଛନ୍ତି ମାଷ୍ଟର ଅଛନ୍ତି ତ ଡଙ୍ଗରା ସ୍କୁଲରେ ଯାହା ହଉ ସାର୍ ବୟସ ହେଲାଣି ହେଲେ ବି ଏବେ ବି ଷ୍ଟ୍ରଙ୍ଗ ପୁରା ପାନ ପୁରା ମଚ କାମୁଡ଼ି ଦେବେ ଆଉ ଦାନ୍ତ ଟିକେ ହେଲେ ବି ଷ୍ଟ୍ରଙ୍ଗ ଦିନକୁ ସାର୍ କେତେ ଖଣ୍ଡେ ପାନ ଖାଇପାରୁଥିବେ କହିଲେ ଆପଣ 6-7 ଏବେ ଆଉ ଯେତେବେଳେ ବୟସ ଥିଲା 15 ଖାଇ ମୋର ନାଲିଆ ଯାହା ଖୁସି ଲାଗିଲା ଆମ ସାର୍ଙ୍କ ସହିତ କଥା ହେଇକିନା ଯେ ସାର୍ ଆମର ଦଣ୍ଡ ସଂସ୍କୃତି କ'ଣ କେମିତି କଲେ ଆଉ ଟିକେ ବେଶୀ ଉନ୍ନତି କରିବା ଏ ବିଷୟରେ ପଦେ କୁହ ଯେତେବେଳେ ସବୁ ଥିଲା ଏକ ଭାବ ପ୍ରତ୍ୟେକ କଳାକାର ଆଉ ପ୍ରତ୍ୟେକ ନାଚକୁ ଏଇଟା କଣ୍ଟ୍ରୋଲ କରୁଛନ୍ତି ପରିଚାଳକ ଆପଣ ସାର୍ ଯେତେବେଳେ ବିଚାରପତି କରିଲେ ଆପଣଙ୍କ ମୂଳେ କେଉଁମାନେ ବିଚାରପତି ଭଲ ପଡ଼ୁଥିଲେ କହିଲେ ଭଲ ଥିଲେ ହନୁମାନ ସାହୁ ତୁଳସୀ ପାଳନ ଦେବହରି ସାର୍ ଦେବହରି କୁଲାଡୁ ନାଇଁ ମନେ ଅଛି ନା ହାତ ଆଉ କିଏ ଯାও ସାର୍ଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା ଆଗରୁ ଭେଟ ସାକ୍ଷାତ ହେଇଛି କିନ୍ତୁ ଭଲ ଭାବେ କଥାବାର୍ତ୍ତା ହେଇନଥିଲି ଆଜି ହେଉଛି ବ୍ରହ୍ମାନନ୍ଦ ଦାସ ଘର ସାର୍ ତୁରଙ୍ଗ ପୁରା ଗାଁରେ କିଏ ଆଣି ଦେଇଥିଲେ କି ସାର୍ କ'ଣ କିଏ ଆଣି ଦେଇଥିଲେ କିଏ ଆଣି ଦେଇଥିଲେ ନା ଏତେ ପଳେଇଲେ ଦୌଡ଼ିବେ ସାର୍ କହିଲେ